ମୋ ନାଁ ଶ୍ରୀକାନ୍ତ। ଆକ୍ଚୁଆଲି ମୁଁ ଭୂତ ପ୍ରେତ ଏହିସବୁ ଜିନିଷକୁ ମାନେନି, କିନ୍ତୁ ଅବିଶ୍ୱାସ ବି କରେନି। ସତ କହିବି ତ ଏହିସବୁ ଜିନିଷଠୁ ମୁଁ ଦୂରେଇ ରହିବାକୁ ଚାହେଁ, କିନ୍ତୁ ନ ଚାହିଁ ମଧ୍ୟ ମୁଁ ଏହିସବୁ ଜିନିଷ ସମ୍ପର୍କରେ ଆସିଲି ମୋର ଜଣେ ସାଙ୍ଗ ମାଧବ ପାଇଁ। ମୋର ଏହି ମାଧବ ସାଙ୍ଗକୁ ତାର ଜଣେ କେହି ବଦମାସ ସାଙ୍ଗ ଫସେଇଥିଲା। ମୋ ସାଙ୍ଗଠୁ ପଇସା ନେଇ ତାକୁ ଫେରଉନଥିଲା। ମାଧବକୁ ଫସା ଯାଇଥିଲା ଏହା ମୁଁ ଭଲ ଭାବରେ ଜାଣିଛି, କିନ୍ତୁ ମାଧବ ଯେଉଁ ରାସ୍ତା ଆପଣେଇଥିଲା ତାହା ଠିକ୍ ନଥିଲା। ମାଧବର ନେଚର ବି ଟିକେ ଅଲଗା ପ୍ରକାରର ଥିଲା। ସେ ବହୁତ ଜଲ୍ଦି ରାଗିଯାଏ। ପଇସାପତ୍ର ଲେନଦେନ ମାମଲାରେ ସେ ଏତେ ଚାଲାକ ନଥିଲା। ତାକୁ ଯେବେ ତାର ପୌସ୍ତୁକ ସମ୍ପତ୍ତି ବାଣ୍ଟରେ କିଛି ପଇସା ମିଳିଥିଲା, ତେବେଠୁ ମୁଁ ତାକୁ କହିଥିଲି ତାର ସେହି ବଦମାସ ସାଙ୍ଗଠାରୁ ଦୂରେଇ ରହିବାକୁ। କିନ୍ତୁ ତାର ସେହି ସାଙ୍ଗ ଯେବେ ତାର ସବୁ ପଇସାକୁ ହଡ଼ପ କରିନେଲା, ତେବେ ଯାଇ ମାଧବର ଆଖି ଖୋଲିଲା। ମାଧବ କୋର୍ଟରେ କେସ୍ କରିଥିଲା। ମାଧବ ତା ସାଙ୍ଗକୁ ପଇସା ଦେଇଛି ବୋଲି କୌଣସି ପ୍ରମାଣ ରଖିନଥିଲା। ସେଥିପାଇଁ କୋର୍ଟ ଏହି କେସ୍କୁ ଖାରଜ କରିଦେଲା। ପଇସା ଫେରି ପାଇବା ପାଇଁ କେସ୍ରେ ବହୁତ ଖର୍ଚ୍ଚ ହୋଇଯାଇଥିଲା। ଶେଷକୁ ମାଧବ କଙ୍ଗାଳ ହୋଇଯାଇଥିଲା। ସେଥିପାଇଁ ମାଧବ ସବୁବେଳେ ତା ସାଙ୍ଗଠାରୁ ପ୍ରତିଶୋଧ ନେବା ପାଇଁ ଭାବୁଥିଲା। ମୁଁ ଜାଣିଥିଲି ମାଧବର ସାଙ୍ଗ ମାଧବ ସହ ଯାହା କିଛି ବି କରିଛି ମାଧବକୁ ଭିତରୁ କଷ୍ଟ ଦେଇଛି। କିନ୍ତୁ ମାଧବକୁ ସୁର ବାବା ଏହି ଲୋକ ବିଷୟରେ କିଏ ଆଉ କେତେବେଳେ କହିଛି, ମୁଁ ସେ ବିଷୟରେ କିଛି ଜାଣିନି। ମୁଁ ଏହି ନାଁ ପ୍ରଥମ ଥର ପାଇଁ ଶୁଣିଲି। ଗୋଟିଏ ଦିନର କଥା। ସେଦିନ ମାଧବ ଧାଇଁ ମୋ ଘରେ ଆସି ପହଞ୍ଚିଲା। ସେଦିନ ମାଧବ ମୋତେ ସବୁ କଥା ଜଣେଇଲା। ସେ ସମୟରେ ମୁଁ ମୋ ଘରେ ଏକା ରହୁଥିଲି। ସେଦିନ ମାଧବ ହୋସରେ ନଥିଲା ଆଉ ବହୁତ ଡରରେ ଥିଲା। ପ୍ରଥମେ ତ ସେ ମୋତେ କିଛି କହିଲାନି, କିନ୍ତୁ ଆଡ଼ୁ ସାଡ଼ୁ କଥା କହୁଥାଏ ଆଉ ବାରମ୍ବାର ତା ମଥାରୁ ଝାଳ ପୋଛୁଥାଏ। ତାପରେ ସେ ମୋତେ ଆପେ ଆପେ ସବୁ କଥା କହିଲା। ସେ ମୋତେ ସାଙ୍ଗ କହିକି ଡାକେ, ଆଉ ସେ କହିବା ଆରମ୍ଭ କଲା, ସାଙ୍ଗ ଗୋଟିଏ ଖରାପ ଜିନିଷରେ ଫସି ଯାଇଛି ଆଉ ଜଣା ଅଜଣାରେ ବହୁତ ବଡ଼ ଭୁଲ କାମ କରିଦେଇଛି। ଏବେ ମୋତେ ସେହି ସବୁ ଜିନିଷରୁ ବାହାରିବାର ରାସ୍ତା ଦେଖାଯାଉ ନାହିଁ। ସେ ସୁର ବାବା ବି ମୋର କୌଣସି କଥା ଶୁଣୁନାହିଁ। ସାଙ୍ଗ ତୁ କିଛି ଉପାୟ କହ, ମୁଁ କ'ଣ କରିବି? ମାଧବ କେଉଁ ବିଷୟରେ ଆଉ କ'ଣ କହିବାକୁ ଚାହୁଁଥିଲା ମୁଁ କିଛି ବି ବୁଝିପାରୁନଥିଲି। ଯେବେ ସେ ସବୁ କହିବା ଆରମ୍ଭ କଲା, ମୁଁ ଧୀରେ ଧୀରେ ସବୁ ବୁଝିବାକୁ ଲାଗିଲି। ମାଧବର ସାଙ୍ଗ ତାଠୁ ଯେଉଁ ଟଙ୍କା ଠକି ନେଇଥିଲା, ତାପରେ ମାଧବ ମୁଣ୍ଡ ପୂରାପୂରି ଖରାପ ହୋଇଯାଇଥିଲା। ଆଉ ମାଧବ ଦିନରାତି ଗୋଟିଏ କଥା ଭାବୁଥିଲା, କେମିତି ମାଧବ ତା ସାଙ୍ଗଠୁ ପ୍ରତିଶୋଧ ନେବ ବୋଲି, ତାକୁ ପୂରାପୂରି ବରବାଦ କରିବ। ଆଉ ସେଥିପାଇଁ ମାଧବ ଗୋଟିଏ ଭୟଙ୍କର ରାସ୍ତାକୁ ବାଛି ନେଇଥିଲା। ଦିନେ କାହା ମୁହଁରୁ ସୁର ବାବାର ନାଁ ଶୁଣିଲା। ସେ ଶୁଣିବାକୁ ପାଇଲା ସୁର ବାବା ଲୋକମାନଙ୍କ ଉପରେ ତନ୍ତ୍ରମନ୍ତ୍ର କରନ୍ତି, ଯାହାକୁ କୁହନ୍ତି ବ୍ଲାକ୍ ମ୍ୟାଜିକ୍। ତାପରେ ମାଧବ ସୁର ବାବାଙ୍କୁ ଦେଖା କରିବା ପାଇଁ ତାଙ୍କ ଠିକଣାକୁ ଗଲା। କିନ୍ତୁ ମାଧବକୁ ଏହିସବୁ ଜିନିଷ ଯେତେ ସହଜ ଲାଗୁଥିଲା, ତାହା ସେତେ ସହଜ ନଥିଲା। ଏହିସବୁ ଜିନିଷରେ କଲାବାଲା ଆଉ କରାଇଲା ବାଲା ନିଜ ଉପରେ ମଧ୍ୟ ଜୀବନର ଭୟ ଥାଏ। ବାବା ଏହି କାମ ପାଇଁ କୌଣସି ମୂଲ୍ୟ କହିନଥିଲେ, କିନ୍ତୁ କହିଲେ କାମ ଶେଷ ହେବା ପରେ ମୁଁ ଯାହା କହିବି ତୋତେ କରିବାକୁ ପଡ଼ିବ। ସେତେବେଳେ ମାଧବ ପ୍ରତିଶୋଧ ନିଆଁରେ ଏତେ ଜଳୁଥିଲା ଯେ କ'ଣ ଠିକ୍ କ'ଣ ଭୁଲ କିଛି ବୁଝିପାରୁନଥିଲା। ସେ ବାବାକୁ ହଁ କହିଦେଲା। ଆଉ ବାବା ବି ମଧ୍ୟ ମାଧବର ସାଙ୍ଗକୁ ସବକ ଶିଖାଇବା ପାଇଁ
ରାଜି ହୋଇଗଲା। ମାଧବ ମୋତେ କହିଲା ଏହା ସବୁ କରିବା ପାଇଁ ତାକୁ ବହୁତ ଭୟଙ୍କର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଲା। ମାଧବ ବାବାକୁ କହିଲା କାମ ଏମିତି ହେବା ଦରକାର ଯେମିତି ମୋ ସାଙ୍ଗ ମରିଯିବ। ତାପରେ ସେ ବାବା କହିଲା ଯଦି କଠୋର ଉପାୟ କରିବ ତାହାହେଲେ ରାସ୍ତା ବି କଠୋର ହେବ। ସାଙ୍ଗ ତୁ ଜାଣିନୁ, ତୁ ତ ଛାଡ଼, ମୁଁ ବି ଜାଣିନଥିଲି ଏହିସବୁ ଜିନିଷ କେତେ ଭୟଙ୍କର ଆଉ କେତେ ଡେଞ୍ଜର। ନହେଲେ ଏସବୁରେ ମୁଁ ପଶିନଥାନ୍ତି। ଯେବେ ମୁଁ ସେ ସୁର ବାବା ପାଖକୁ ଯାଇଥିଲି ତନ୍ତ୍ରମନ୍ତ୍ର ପାଇଁ, ଭାବିଥିଲି ଏସବୁ କ'ଣ, ବେଶୀରୁ ବେଶୀ କ'ଣ କରିବାକୁ ପଡ଼ିବ। କୌଣସି ଲେମ୍ବୁକୁ କାଟିବାକୁ କହିବ, ନହେଲେ କୌଣସି କଳା କଣ୍ଢେଇକୁ ସିନ୍ଦୁର ଲଗେଇ ଛୁଞ୍ଚିରେ ଫୁଟେଇବାକୁ କହିବେ, ଆଉ ତାପରେ ମୋ କାମ ହୋଇଯିବ। ମୋର ଏହି କଥା ଶୁଣି ସେ ବାବା ହସିବାକୁ ଲାଗିଲା ଆଉ କହିଲା ମାଧବ ଏହା ସବୁ ଛୋଟ ଛୁଆଙ୍କ କାମ, ଏଥିରେ କିଛି ବି ମିଳିବନି। ଯଦି ତୋ ସାଙ୍ଗର ବନ୍ଦୋବସ୍ତ କରିବାକୁ ଚାହୁଁଛୁ ତାହେଲେ ମୁଁ ଯାହା କହିବି ତୋତେ ସେଇଆ ହିଁ କରିବାକୁ ହେବ। ମୁଁ ଭାବିଥିଲି ଏହା ସବୁ ସହଜରେ ହୋଇଯିବ, କିନ୍ତୁ ବାବା ଯେବେ ମୋତେ କ'ଣ କରିବାକୁ ପଡ଼ିବ କହିଲେ ତାହା ଶୁଣି ମୋ ମୁଣ୍ଡ ଘୂରିଗଲା। ମୋ ଶରୀର ପୁରା ଥଣ୍ଡା ପଡ଼ିଗଲା, ମୋ ଲୋମମୂଳ ଟାଙ୍କୁରି ଉଠିଲା। ଏହି ସବୁରେ ସବୁଠାରୁ ବଡ଼ କଥା ହେଲା ଏହା ସବୁ ମୋ ହାତରେ ହେବା ଦରକାର, ତାହେଲେ ଯାଇ ତାର ଫାଇଦା ମୋତେ ମିଳିବ। ସେ ବାବା ମୋତେ କହିଲା ପତା ଲଗା, 10ରୁ 15 ଦିନ ଭିତରେ ଯେଉଁ ଛୁଆ ମରିଥିବ ଏବଂ ସେ ପୋତା ହୋଇଥିବା ଦରକାର, ତତେ ଅମାବାସ୍ୟା ରାତିରେ ତା କବରକୁ ଯିବାକୁ ପଡ଼ିବ। ଆଉ ତା କବର ଖୋଳି ତା ମୁହଁରେ ମୁଁ ଯେଉଁ ପାଣି ଦେବି ସେହି ପାଣିକୁ 3 ବୁନ୍ଦା ପକାଇବାକୁ ହେବ। ଯେବେ ପାଣି ତା ମୁହଁରେ ପଡ଼ିବ ତାର 21 ସେକେଣ୍ଡ ଭିତରେ ମୁଁ ତତେ ଯେଉଁ କ୍ଷୀର ବୋତଲ ଦେବି ସେହି କ୍ଷୀରରୁ 7 ବୁନ୍ଦା ତା ପାଟିରେ ଦେବାକୁ ହେବ। ତାପରେ କବର ବନ୍ଦ କରି ଘରକୁ ପଳେଇଯିବୁ। କିନ୍ତୁ ମନେ ରଖ, ଘରକୁ ଯିବା ସମୟରେ ଭୁଲରେ ବି ପଛକୁ ବୁଲି ଚାହିଁବୁ ନାହିଁ। ଏହା ସବୁ ମାଧବ ମୋତେ କହୁଥିଲା। ସେତେବେଳେ ମାଧବ ମୁଣ୍ଡରୁ ଟପ୍ ଟପ୍ ହୋଇ ଝାଳ ବାହାରୁଥାଏ। ମାଧବର କଥା ଶୁଣି ମୋ ହାତ ଗୋଡ଼ ଥରୁଥାଏ। ତାପରେ ମୁଁ ମାଧବକୁ ପଚାରିଲି ମାଧବ ତୁ କ'ଣ ଏହା ସବୁ କଲୁ? ସେ ମୋ ପ୍ରଶ୍ନର ଯାହା ଉତ୍ତର ଦେଲା ତାହା ଶୁଣି ମୋ ହୋସ ଉଡ଼ିଗଲା। ସିଏ ପାଗଳ, ସେ ବାବା ଯାହା ଯାହା ଯେମିତି ସବୁ କରିବା ପାଇଁ କହିଥିଲା ତାହା ସବୁ କରିଥିଲା। ତାପରେ ମାଧବ କହିଲା ଯେ ବାବା ତାକୁ କହିଲା ମୁଁ ତତେ ଗୋଟିଏ କ୍ଷୀର ବୋତଲ ଦେବି। ଯେବେ ତତେ ସେହି ଆତ୍ମାକୁ ଡାକିବାକୁ ହେବ ଗୋଟିଏ ଛୋଟ ଜାଗାରେ କିଛି କ୍ଷୀର ଢାଳି ଗୋଟିଏ ରୁମ୍ ଭିତରେ ରଖିଦେବୁ, ଆଉ ଘର ଅନ୍ଧାର କରିଦେବୁ, ଆଉ ଯେଉଁ ମନ୍ତ୍ର ତତେ ଦେବି ସେହି ମନ୍ତ୍ର କହିବାକୁ ହେବ। ସେ ଯେଉଁଠି ବି ଥିବ କ୍ଷୀର ପିଇବା ପାଇଁ ତୋ ପାଖକୁ ଚାଲି ଆସିବ, ଆଉ ତତେ ଯେଉଁ କାମ କରାଇବାର ଥିବ ସେହି ଆତ୍ମାକୁ କ୍ଷୀର ପିଇବା ଆଗରୁ କହିବାକୁ ହେବ। ତାପରେ ମୁଁ ବାବାଙ୍କୁ ପଚାରିଲି କ'ଣ କହିବାକୁ ହେବ? ସେ ବାବା କହିଲେ କହିବାକୁ ମାନେ ତତେ ମନରେ ମନରେ ଭାବିବାକୁ ହେବ ତୁ ପ୍ରତିଶୋଧ ପାଇଁ କ'ଣ କ'ଣ କରେଇ ପାରିବୁ। ତୋ ମନ ଭିତରେ ସେହି ସବୁ ଜିନିଷକୁ ଭାବିବାକୁ ହେବ, ଯେମିତି ତୋ ସାଙ୍ଗ ଛାତିରେ ସେ ଆତ୍ମା ବସି ତା ତଣ୍ଟିକୁ ଚିପୁଛି। ଏହିପରି ଯାହା ଭାବିବୁ ସେଇଆ ହିଁ ହେବ। ସେ ଆତ୍ମା ବୁଝିଯିବ। ତାପରେ ମୁଁ ମାଧବକୁ କହିଲି ସେତିକି ଥାଉ ମାଧବ, ସେତିକି ଥାଉ, ମୁଁ ଆଉ ଶୁଣିପାରିବିନି। ମାଧବ ଯାହା ସବୁ କହିଲା ତାହା ଶୁଣି ମୋତେ ଡର ଲାଗୁଥିଲା। ମୋ ଦେହ ପୁରା ଥରୁଥିଲା। ଅଲଗା ଲୋକଙ୍କ ଠାରୁ ଏହିସବୁ ଭୂତପ୍ରେତ କଥା ଶୁଣିଛି, କିନ୍ତୁ ଆଜି ମୁଁ ମୋ ସାଙ୍ଗଠାରୁ ଶୁଣୁଛି। ଏହା ସବୁ ସେ ନିଜେ କରିଛି।
ଏହା ସବୁ ସତ କି ମିଛ ସେ ହିଁ ଜାଣିଥିବ। ତାପରେ ମାଧବ ଆଗକୁ କହିଲା, କାମ ହେଇସାରିବା ପରେ ସେହି ଆତ୍ମା ତୋ ପାଖକୁ ଆସିବ। ତାପରେ ତାକୁ ସେହି କ୍ଷୀର ପିଇବାକୁ କହିବୁ, ଆଉ ସେହି ଜାଗାରୁ ତୁ ଚାଲିଯିବୁ। ଆଉ ପଛକୁ ବୁଲିକି ଚାହିଁବୁ ନାହିଁ କି ତାକୁ ଲୁଚି ଦେଖିବାକୁ ଚେଷ୍ଟା କରିବୁ ନାହିଁ। କ୍ଷୀର ପିଇବା ପରେ ସେହି ଆତ୍ମା ଯେଉଁଠୁ ଆସିଥିବ ସେଟାକୁ ଚାଲିଯିବ। ଯେବେ ତୋର ଦରକାର ପଡ଼ିବ ତତେ କ୍ଷୀର ରଖି ସେହି ମନ୍ତ୍ର ପଢ଼ି ଡାକିବାକୁ ହେବ। କିନ୍ତୁ ଗୋଟେ କଥା ମନେ ରଖ, ତୋର ତାର ଦରକାର ଥାଉ କି ନଥାଉ, ପ୍ରତି ଅମାବାସ୍ୟାରେ ସେ ଆତ୍ମା ତୋ ପାଖକୁ କ୍ଷୀର ପିଇବାକୁ ଆସିବ। ତେଣୁ ଯେତିକି ଦରକାର ସେତିକି ହିଁ ଦବୁ। ନହେଲେ ଗୋଟେ ବର୍ଷ ଭିତରେ ଯଦି କ୍ଷୀର ଶେଷ ହୋଇଯିବ ତାହେଲେ ତୁ ବି ଶେଷ ହୋଇଯିବୁ। ସେ ଆତ୍ମା ତତେ ମାରିଦବ। ମାଧବ ଏତିକି କହି ଚୁପ୍ ହୋଇଗଲା। ମୁଁ କିଛି ବି ବୁଝିପାରୁନଥିଲି ମୁଁ ତାକୁ କ'ଣ କହିବି। ଏହା ସବୁ ମୋ ଧାରଣା ବାହାରେ ଥିଲା। ମୁଁ ଏହା ଭାବୁଥିଲି, କ'ଣ ଦୁନିଆରେ ସତକୁ ଏହା ସବୁ ହେଉଛି, ନା ପଇସାକୁ ହରେଇ ମାଧବ ପୁରାପୁରି ପାଗଳ ହୋଇଯାଇଛି। ମୁଁ ମନ ଭିତରେ ଭଗବାନଙ୍କୁ ଡାକୁଥାଏ, ମାଧବ ଯାହା ସବୁ କହୁଛି ତାହା ମିଛ ହେଇଥାଉ। ତାପରେ ମାଧବ କହିଲା, ସାଙ୍ଗ, ମୋର ସେହି ସାଙ୍ଗ ଗୋଟେ ସପ୍ତାହ ଭିତରେ ପୁରାପୁରି ପାଗଳ ହୋଇଗଲା ଆଉ ସୁସାଇଡ୍ କରିନେଲା। ଯେବେ ମୁଁ ଏହି କଥା ଶୁଣିଲି ଖୁସିରେ ପାଗଳ ହୋଇଗଲି। କିନ୍ତୁ ମୁଁ ଜାଣିପାରିଲିନି କି ମୋ ହାତରେ ଗୋଟିଏ ଭୟଙ୍କର ଶକ୍ତି ଚାଲି ଆସିଛି, ଯାହାଦ୍ୱାରା ମୁଁ ତାଠାରୁ କିଛି ବି କାମ କରେଇ ପାରିବି। ତାପରେ ମୁଁ ମାଧବକୁ ପଚାରିଲି, ତାପରେ କ'ଣ ହେଲା ମାଧବ? ସେ କହିଲା, ସାଙ୍ଗ, ମୁଁ ଖୁସିରେ ଯେବେ ନାଚୁଥିଲି ମୋ ହାତରେ ସେତେବେଳେ ସେହି କ୍ଷୀର ବୋତଲଟି ଥିଲା। ଭୁଲରେ ମୋ ହାତରୁ ସେ ବୋତଲ ଖସି ଭାଙ୍ଗିଗଲା। ସେହି ଭଙ୍ଗା ବୋତଲରେ ଅଳ୍ପ କିଛି କ୍ଷୀର ରହିଯାଇଥିଲା। ମୁଁ ତାକୁ ଆଉ ଗୋଟେ ବୋତଲକୁ ଢାଳିଦେଲି। କିନ୍ତୁ ବେଶୀରୁ ବେଶୀ ସେହି କ୍ଷୀର 2 ଥର ଚଳିବ। କାଲି ଅମାବାସ୍ୟା ରାତି ଥିଲା। କେମିତି କେଜାଣି ମୁଁ ଭୁଲି ଯାଇଥିଲି। ସବୁଦିନ ପରି ମୋ କାମ ସାରି ଘରେ ଆସି ଶୋଇପଡ଼ିଲି। ଆଉ ଅଧରାତିରେ କାହାରି ହସରେ ମୋ ନିଦ ଭାଙ୍ଗିଗଲା। ସାଙ୍ଗ, ଯେବେ ଦେଖିଲି ମୋ ବିଛଣା ଉପରେ ସେହି ପ୍ରେତ ଆତ୍ମା ବସିଥିଲା, ପୁରା ମୋ ମୁଣ୍ଡ ପାଖରେ। ତା ଥଣ୍ଡା ଥଣ୍ଡା ହାତରେ ସେ ମୋ ଗଳାକୁ ଆଉଁସୁଥିଲା। ତାର ସେହି ତେଢ଼ାମେଢ଼ା ଚେହେରା ଦେଖି ମୋ ଲୋମ ଟାଙ୍କୁରି ଉଠିଲା। ତାର ଗୋଟେ ଆଖି ବାହାରକୁ ବାହାରି ଆସିଥିଲା ଆଉ ସେ ମୋତେ ଦେଖିକି ଜୋରସେ ହସୁଥିଲା। ମୁଁ ଚିଲେଇ ଉଠି ସେଠାରୁ ପଳେଇ ଆସିଲି ଆଉ ଜଲ୍ଦି ଜଲ୍ଦି ଗୋଟିଏ ଜାଗାରେ ସେହି କ୍ଷୀର ଢାଳି ରଖିଦେଲି। ମୁଁ ତା ଆଡ଼କୁ ଦେଖିବାକୁ ଚାହୁଁନଥିଲି। ମୁଁ ଘର ବାହାରେ ଯାଇ ବହୁତ ସମୟ ଛିଡ଼ା ହେଲି। ତାପରେ ଯେବେ ମୁଁ ଘଣ୍ଟେ ପରେ ଝରକା ବାହାରୁ ଭିତରକୁ ଚାହିଁଲି, କେହି ନଥିଲେ। ସେ କ୍ଷୀର ପିଇ ସେଠାରୁ ଚାଲି ଯାଇଥିଲା। ମୁଁ ଘର ଭିତରକୁ ଯାଇ ଲାଇଟ୍ ଅନ୍ କରିଦେଲି। ଯେଉଁଠି ସେ ପିଲାକୁ ମୁଁ ଦେଖିଥିଲି ସେଠି ମାଟିର ଦାଗ ଲାଗିଥିଲା ଆଉ ସେ କ୍ଷୀର ଜାଗା ବି ପୁରା ଖାଲି ଥିଲା। ମାଧବର କଥା ଶୁଣି ମୋ ମୁଣ୍ଡ ପୁରା ଶୂନ ପଡ଼ିଯାଇଥିଲା। ତାପରେ ମାଧବ କହିଲା, ସାଙ୍ଗ, ମୁଁ ଆଉ ବଞ୍ଚିବିନି। କ୍ଷୀର ଆଉ ବେଶୀରୁ ବେଶୀ ଗୋଟିଏ ଥର ପାଇଁ ଅଛି। ତାପରେ ମୁଁ କ'ଣ କରିବି? ମୁଁ ମାଧବକୁ କହିଲି, ତୁ ସେହି ବାବା ପାଖକୁ ଯା ଆଉ କହ ମୋ କାମ ପୁରା ହୋଇଯାଇଛି। ତୁ ସେ ଆତ୍ମାକୁ ଡାକିନେ। ତାପରେ ମାଧବ ଯାହା କହିଲା ତାହା ଶୁଣି ମୋ ମୁଣ୍ଡ କାମ କରିବା ବନ୍ଦ ହୋଇଗଲା। ମାଧବ କହିଲା, ମୁଁ ସେ ବାବା ପାଖକୁ ଯାଇଥିଲି। ସେ ଲୋଭୀ ବାବା ମୋତେ ମୋଟା ଅଙ୍କର ଟଙ୍କା ମାଗୁଛି। ମୁଁ ଏତେ ଟଙ୍କା କୋଉଠୁ ଆଣିବି? ମାଧବ ଉପରେ ମୋର ଦୟା ଆସୁଥିଲା। ତା ସାଙ୍ଗ ତାକୁ ଠକିବା ପରେ ଏବେ ସେହି ବାବା ତାକୁ ବ୍ଲାକମେଲ୍ କରୁଛି। ମୁଁ କିଛି ଭାବି ପାରୁନଥିଲି। ମାଧବକୁ କ'ଣ କହିବି?
କଥାଟି ହେଲା, ସେହି ପ୍ରେତାତ୍ମା ପ୍ରତି ଅମାବାସ୍ୟାରେ ମାଧବ ପାଖକୁ କ୍ଷୀର ପିଇବାକୁ ଆସିବ। ଯଦି ତାକୁ କୌଣସି ଅମାବାସ୍ୟାରେ କ୍ଷୀର ନ ମିଳିବ, ତାହେଲେ ସେହି ଆତ୍ମା ମାଧବ ସାଥିରେ କ'ଣ କରିବ ଏହା ଭାବିକି ଡର ଲାଗୁଥିଲା। ମାଧବ ତା ସାଙ୍ଗଠୁ ପ୍ରତିଶୋଧ ନେବା ଚକ୍କରରେ ନିଜର ବହୁତ ବଡ଼ କ୍ଷତି କରି ବସିଥିଲା। ଏବେ ସେ ମୋ ଠାରୁ ସାହାଯ୍ୟର ଆଶା କରୁଛି, କିନ୍ତୁ ସତ କଥା ହେଲା, ମୋର ଏହିସବୁ ଜିନିଷ ଉପରେ କୌଣସି ଧାରଣା ନାହିଁ। ଭୁଲ ମାଧବର, ତାକୁ ଏସବୁ ଚକ୍କରେ ପଡ଼ିବାର ହିଁ ନଥିଲା। ଯାହା ବି ହେଉ, ମୁଁ ମାଧବ କାନ୍ଧରେ ହାତ ରଖି ତାକୁ କହିଲି, ଆସନ୍ତା ଅମାବାସ୍ୟା ରାତି ପର୍ଯ୍ୟନ୍ତ ଆମ ପାଖରେ ସମୟ ଅଛି। ତୁ ନିରାଶ ହନି, ଆମେ କିଛି ନା କିଛି ଉପାୟ ବାହାର କରିନେବା। ଚାଲ ଆମେ ସେ ବାବା ପାଖକୁ ଯିବା, ହୁଏତ ସେ ମୋ କଥା ମାନିନେବେ। ତାପରେ ଆମେ ସେହି ବାବା ପାଖରେ ଯାଇ ପହଞ୍ଚିଲୁ। ସେହି ବାବା ପାଖରେ କିଛି ଲୋକ ବସିଥିଲେ। ସେମାନଙ୍କୁ ସେ ବାବା ଇସାରା କଲା ବାହାରକୁ ଯିବାକୁ। ବାବା ଆମ ଦୁଇ ଜଣଙ୍କୁ ବସିବାକୁ କହିଲା। ତାପରେ ମାଧବ ସେ ବାବାଙ୍କୁ ମୋର ପରିଚୟ କରାଇଦେଲା। ସେ ବାବା ମୋତେ ଦେଖି ହସିଲା। ସେହି ହସ ବହୁତ ଖରାପ ଥିଲା, ଯେମିତି କୌଣସି ଲୋଭୀ ଆଉ ଖରାପ ଲୋକ ହସୁଛି। ତା ଚେହେରା ପୁରା ଦାଢ଼ିରେ ଭର୍ତ୍ତି ଥିଲା, ଆଉ ତା ଆଖି ପୁରା ଲାଲ ଲାଗୁଥିଲା। ସେ ବାବା ମାଧବ ଆଡ଼କୁ ଚାହିଁ କହିଲା, କୁହ ମାଧବ, କ'ଣ ପାଇଁ ଆସିଛ? ଆଉ କିଛି କାମ ନେଇ ଆସିଛ? ତାପରେ ମୁଁ ସେ ବାବାଙ୍କୁ କହିଲି, ବାବା, ଆପଣ ମାଧବର କାମ ବହୁତ ଭଲ ଭାବରେ କରିଦେଇଛନ୍ତି। କିନ୍ତୁ ସେ ବାବା ମୋ ଆଡ଼କୁ ନ ଚାହିଁ ମାଧବକୁ ଗୋଟେ ଲରେ ଚାହିଁ ରହିଥିଲେ, ଯେମିତି ତା ମନରେ ସେହି ପ୍ରଶ୍ନ ଅଛି। ସେ ଜାଣିବାକୁ ଚାହୁଁଥିଲା ମାଧବ ପଇସା ବିଷୟରେ କ'ଣ ଭାବିଲା। ବାବାର ଧ୍ୟାନକୁ ମୋ ଆଡ଼କୁ କରିବା ପାଇଁ ମୁଁ ତାଙ୍କୁ ଆଉ ଥରେ କହିଲି, ବାବା, ଆପଣ ଯାହା କରୁଛନ୍ତି ତାହା ଠିକ୍ ନୁହେଁ। ଏହା ଶୁଣିବା ପରେ ବାବା ମୋ ଆଡ଼କୁ ରାଗିକି ଚାହିଁଲେ। ତାପରେ ମୁଁ ସେ ବାବାଙ୍କୁ କହିଲି, ହଁ ବାବା, ମାଧବ ମୋତେ ସବୁ କଥା କହିଦେଇଛି। ତା ପାଖରେ ଏତେ ପଇସା ନାହିଁ ଦବା ପାଇଁ। ତମେ ସେ ଆତ୍ମାକୁ ଡାକି ଆଣ। ସେ ବାବା ମୋ କଥା ଶୁଣିବା ପରେ ଜୋରସେ ହସିବାକୁ ଲାଗିଲା ଆଉ କହିଲା, ସବୁ କାମର କିଛି ନା କିଛି ମୂଲ୍ୟ ଅଛି, ଆଉ ମୁଁ ସେହି ମୂଲ୍ୟ କହିସାରିଛି। ସେଥିରୁ ଟଙ୍କାଟେ ବି କମ୍ ହେଲେ ଚଳିବନି। ମାଧବ ଏହି କଥା ଶୁଣିବା ପରେ ରାଗିକି ଲାଲ ହୋଇଗଲା ଆଉ ସେ ବାବାର ତଣ୍ଟିକି ଚିପିବାକୁ ଲାଗିଲା। ମୁଁ ମାଧବକୁ ଧରି ପଛକୁ ଟାଣି ଆଣିଲି। ମାଧବ ଏତେ ରାଗରେ ଥିଲା, ଯଦି ମୁଁ ତାକୁ ଧରି ନଥାନ୍ତି ସେ ବାବାକୁ ମାରି ଦେଇଥାନ୍ତା। ସେ ବାବା ତା ଗଳାକୁ ଆଉଁସି କହିଲା, ମାଧବ, ହୁଏତ ମୁଁ ତୋ କଥାରେ ରାଜି ହୋଇଯାଇଥାନ୍ତି ଆଉ ସେ ଆତ୍ମାକୁ ଡାକି ନେଇଥାନ୍ତି, କିନ୍ତୁ ତୁ ଯାହା କଲୁ ଏବେ ମୋତେ ଭୁଲିଯା। ଯେବେ ମୋର ଦରକାର ଥିଲା ମୋ ଆଗରେ ହାତ ଯୋଡ଼ୁଥିଲୁ, କିନ୍ତୁ କାମ ହେଇଗଲା ପରେ ମୋତେ ମାରିବାକୁ ବାହାରିଛୁ। ତୁ ସେହି ଆତ୍ମା ହାତରୁ ହିଁ ମରିବୁ। ତତେ କେହି ବି ବଞ୍ଚେଇ ପାରିବେନି। ଚାଲିଯା ଏଠୁ। ମୁଁ ଆଉ ଥରେ ସେ ବାବା ସାଥିରେ କଥା ହେବାକୁ ଚେଷ୍ଟା କଲି, କିନ୍ତୁ ସେ କିଛି ବି ଶୁଣିବାକୁ ଚାହୁଁନଥିଲେ। ଶେଷକୁ ଆମେ ଚୁପଚାପ ସେଠାରୁ ପଳେଇ ଆସିଲୁ। ଆମକୁ କିଛି ବୁଦ୍ଧିବାଟ ଦିଶୁନଥିଲା। ଧୀରେ ଧୀରେ ସମୟ ଗଡ଼ି ଚାଲୁଥାଏ। ଗୋଟେ ଅମାବାସ୍ୟା ରାତି ଚାଲିଗଲା। ଯେତିକି କ୍ଷୀର ବଞ୍ଚିଥିଲା ସେହି ରାତିରେ କାମ ଚଳିଗଲା, କିନ୍ତୁ ଆଗକୁ କ'ଣ? ଆସୁଥିବା ଅମାବାସ୍ୟାରେ କ'ଣ ହେବ? ଏହା ଭାବି ଭାବି ମାଧବ ଟେନସନରେ ଧୀରେ ଧୀରେ ଶୁଖିବାକୁ ଲାଗୁଥିଲା। କିଛି ଦିନ ମଧ୍ୟରେ ଆଉ ଏକ ଅମାବାସ୍ୟା ରାତି ଆସୁଥିଲା। ଏଥର ତ କ୍ଷୀର ନାହିଁ ସେହି ଆତ୍ମାକୁ ଦେବା ପାଇଁ। ମାଧବ ବହୁତ ଚେଷ୍ଟା କରିଥିଲା ଟଙ୍କା ଯୋଗାଡ଼ କରିବା ପାଇଁ, କିନ୍ତୁ ସେଥିରେ ସେ ବିଫଳ ହେଲା। ମୋ ପାଖରେ ବି ଏତେ ଗୁଡ଼ା ଟଙ୍କା ନଥିଲା ସେ ବାବାକୁ ଦେବା ପାଇଁ। ମୋ ମୁଣ୍ଡରେ ଗୋଟେ ବୁଦ୍ଧି ପଶିଲା।
ମୁଁ ମାଧବକୁ କହିଲି, ମାଧବ, ହୁଏତ ଏହି ଆତ୍ମାର ଶକ୍ତି ଏହି ଜାଗାରେ ଅଛି। ଯଦି ତୁ ଏହି ଜାଗା ଛାଡ଼ି ବହୁତ ଦୂରକୁ ମାନେ ବୁଝିପାରୁଛୁ, ଓଡ଼ିଶା ଛାଡ଼ି ଚାଲିଯା, ଦେଖିବା କ'ଣ ହେଉଛି। ମୁଁ ଭାବୁଛି ସେ ଆତ୍ମା ଏତେ ଦୂରକୁ ଯାଇପାରିବନି। ମୋ କଥା ଶୁଣିବା ପରେ ମାଧବ କିଛି ସମୟ ମୋ ଆଡ଼କୁ ଚାହିଁଲା ଆଉ କହିଲା, ହଁ ସାଙ୍ଗ, ତୁ ଠିକ୍ କହୁଛୁ। ମୁଁ ଆଜି ରାତିରେ ବାହାରି ଯାଉଛି। ବମ୍ବେରେ ମୋର ଜଣେ ମାମୁଁ ପୁଅ ଭାଇ ଅଛି। ମୁଁ ତା ପାଖକୁ ଚାଲି ଯାଉଛି। ଏହା ଛଡ଼ା ମାଧବ ପାଖରେ ଆଉ କୌଣସି ଚାରା ନଥିଲା। ମାଧବ ସେହି ଦିନ ରାତିରେ ବମ୍ବେ ବାହାରିଗଲା। ଅପେକ୍ଷା ଥିଲା ତ ସେହି ଅମାବାସ୍ୟା ରାତିର। କ'ଣ ହେବ କେଜାଣି। ସେହି ରାତିରେ ମୁଁ ରାତି ସାରା ଶୋଇପାରିନଥିଲି। ମୁଁ ବହୁତ ଟେନସନରେ ଥିଲି। ରାତି ସାରା ଭଗବାନଙ୍କୁ ଡାକୁଥାଏ, ଯେମିତି ମାଧବର କିଛି ବି ନ ହେଉ। ରାତି ସାରା ଚାହିଁ ଭୋରୁ ମୋର ଆଖି ଲାଗିଯାଇଥିଲା। ମୁଁ ଶୋଇପଡ଼ିଥିଲି। ଠିକ୍ ସକାଳ 8ଟାରେ ମୋ ଫୋନ୍ ରିଙ୍ଗରେ ମୋ ନିଦ ଭାଙ୍ଗିଗଲା। ଦେଖିଲି ମାଧବର ମାମୁଁ ପୁଅର ଫୋନ୍ ଥିଲା। ସେ କହିଲା, ମାଧବକୁ କେହି ନିର୍ମମ ଭାବେ ହତ୍ୟା କରିଦେଇଛି। ଏହା ଶୁଣି ମୋ ହାତରୁ ଫୋନ୍ ଖସିଗଲା। ମୁଁ ନିଜକୁ ବହୁତ ଅସହାୟ ମନେ କରୁଥିଲି। ମୁଁ ମୋ ସାଙ୍ଗକୁ ବଞ୍ଚେଇ ପାରିଲିନି। ଯେମିତି କର୍ମ ସେମିତି ଫଳ। ମାଧବ ଭୁଲ ରାସ୍ତାକୁ ବାଛିଥିଲା ତ ତା ସହ ଠିକ୍ କେମିତି ହୋଇଥାନ୍ତା।